ମୋ ନାଁ ରଶ୍ମିତା ସାହୁ। ମୋ ଏଇ ପୁଅ କ୍ଷୀରୋଦ ପୁଅର ମା। ମୋ ସ୍ୱାମୀ ନିଜ ହାତରେ ତାକୁ ବଧ କଲେ। ଆମେ ଥାନାକୁ ଯାଇଥିଲୁ, କଙ୍କଡ଼ାହାଡ଼ ଥାନା। କାଲିଠୁ ଇଟାରେ ମାରିଲେ ଆସି 10ଟାରେ। ଆମେ ଥାନା ବାଲା ଫୋନ୍ କଲୁ ଯେ ତମର ହଳିଆ କୋଠି ଆମେ ନୁହେଁ, ଆଉ ତମ କଥା ଆମେ ଶୁଣିବୁନି। କମିଶନରକୁ ଫୋନ୍ କଲୁ, କମିଶନର କହିଲେ ତମେ ଥାନା ବାଲାକୁ ଆଉ ଥରେ କୁହ କ'ଣ କହୁଛନ୍ତି। ଏଠୁ ଆଉ ଥରେ କଲୁ ଯେ ଥାନା ବାଲା କହିଲେ ହଉ କାଲିକି ଆସ। ଏଠୁ କାଲିକି ଆସ କହିଲା ଆଉ ଆମେ ଆଜି ଗଲୁ ଗାଡ଼ି ଭଡ଼ା କରିନା। ମୁଁ କହିଲି ଆମକୁ କ'ଣ ସୁରକ୍ଷା ଦିଅ, କହିଲେ ଆଉ କ'ଣ ତମର ଆମେ ହଳିଆ କୋଠିଆ ଯେ ତମେ ରାତି ଅଧା ତମ ଗାଁକୁ ଗାଡ଼ି ଯିବନି, ଆଉ ତମ କଥା ତମେ ଗୋଟେ ଏଫଆଇଆର ଦିଅ। ଏଫଆଇଆର ଦେଲୁ। ଏଫଆଇଆର ଦେଲା ପରେ ମୋ ସ୍ୱାମୀକି ଜଣେଇ ସେ ଭୁଜାଲିଆ ପେଲି ଦେଲେ, ମୋ ପୁଅକୁ ମାରିଦେଲେ ଘରକୁ ଗଲା। ମୋ ସ୍ୱାମୀ ଏଇ ଯେଉଁ ମୋ ପୁଅକୁ ଝଗଡ଼ା ହେଇଥିଲେ କାଲିଠୁ ଯେ ଝଗଡ଼ା ହେଇଥିଲେ, ସେ ମଦ ପିଇକିରି ମାରିଦେଲେ। କାଲିଠୁ ମଦ ପିଇ ଝଗଡ଼ା ହେଇଥିଲା, ପୁଣି ଆଜି ମଦ ପିଇ ମାରିଦେଲେ। ତାହେଲେ କହିଲେ ମୋ ନାଁରେ କାଁ କେସ୍ କରି ଯାଇଥିଲୁ। ଆମେ ସୁରକ୍ଷା ଦେବା ପାଇଁ ବହୁ ଝିଅ ଘର ଛୋଟ ଛୁଆକୁ ଧରି ଆମେ ରହିଲୁ। କାଲି ରାତି ସାରା ବାହାରେ ଫିଙ୍ଗା କୁତୁଡ଼ା କରିନା ଇଟାରେ ମୋ ପୁଅକୁ ବାଡ଼େଇଲେ। ବାଡ଼େଇଲା ପରେ ସୁରକ୍ଷା ପାଇଁ ଗଲୁ କଙ୍କଡ଼ାହାଡ଼ ଥାନାକୁ। ତାପରେ ଆସିଲୁ ଘରକୁ ଏଫଆଇଆର ଦେଇକି ଆସିଲା ପରେ ଦେଲେ ମୋ ସ୍ୱାମୀ ମୋ ପୁଅ ବାହାରିଛି, ଦେଲେ ଥାନା ପୁରା ଭୁଜାଲି ପେଲି।